अज्ञानतिमिरान्धस्य ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूप कदा मह्यं ददाति स्वपदान्तिकं। ଯେଉଁ ଅନ୍ଧକାର ଅଜ୍ଞାନ ଅନ୍ଧକାର ମଧ୍ୟରେ ଜନ୍ମ ହୋଇଥିଲି ଏବଂ ମୋର ଗୁରୁ ଜ୍ଞାନଲୋକ ଦ୍ୱାରା ମୋର ଚକ୍ଷୁ ଖୋଲିଦେଲେ, ମୁଁ ତାଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ଯେଉଁ ଶ୍ରୀଲ ରୂପ ଗୋସ୍ୱାମୀ ପ୍ରଭୁପାଦ ଏହି ଭୌତିକ ଦୁନିଆରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ଲକ୍ଷ୍ୟ ପୂରଣ କରିବା ନିମିତ୍ତ ଏହି ଜ୍ଞାନ ସଂସ୍ଥାପନ କରିଯାଇଛନ୍ତି, ସେ କେବେ ତାଙ୍କ ପାଦ ପଦ୍ମରେ ମୋତେ ଆଶ୍ରୟ ଦେବେ। ବନ୍ଦେହଂ ଶ୍ରୀଗୁରୁ ଶ୍ରୀଯୁତ ପଦକମଳଂ ଶ୍ରୀଗୁରୁନ୍ ବୈଷ୍ଣବାଂଶ୍ଚ ଶ୍ରୀରୂପଂ ସାଗ୍ରଜାତଂ ସହଗଣ ରଘୁନାଥ ନିୟୁତଂ तं ସଜ୍ଜୀବଂ ସାଦ୍ୱୈତଂ ସାବଧୂतं ପରିଜନ ସହିतं କୃଷ୍ଣ ଚୈତନ୍ୟ ଦେବଂ ଶ୍ରୀରାଧାକୃଷ୍ଣ ପାଦାନ ସହଗଣ ଲଳିତା ଶ୍ରୀ ବିଶାଖା ନିତ୍ୟଶ୍ଚ। ମୋର ଶ୍ରୀ ଗୁରୁଦେବଙ୍କର ପାଦ ପଦ୍ମରେ ଏବଂ ସମସ୍ତ ବୈଷ୍ଣବଙ୍କର ପାଦ ପଦ୍ମରେ ମୁଁ ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ଶ୍ରୀଲ ରୂପ ଗୋସ୍ୱାମୀ, ତାଙ୍କର ଜ୍ୟେଷ୍ଠ ଭ୍ରାତା ଶ୍ରୀଲ ସନାତନ ଗୋସ୍ୱାମୀ, ଶ୍ରୀ ରଘୁନାଥ ଦାସ ଗୋସ୍ୱାମୀ, ଶ୍ରୀ ରଘୁନାଥ ଭଟ୍ଟ, ଶ୍ରୀ ଗୋପାଳ ଭଟ୍ଟ ଓ ଶ୍ରୀ ଜୀବ ଗୋସ୍ୱାମୀଙ୍କ ପାଦ ପଦ୍ମରେ ମୁଁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ଶ୍ରୀ ଅଦ୍ୱୈତ ଆଚାର୍ଯ୍ୟ ଗଦାଧର ଶ୍ରୀବାସ ଓ ଅନ୍ୟ ସାଥୀଗଣଙ୍କ ସହ ଶ୍ରୀକୃଷ୍ଣ ଚୈତନ୍ୟ ଏବଂ ଶ୍ରୀ ନିତ୍ୟାନନ୍ଦ ପ୍ରଭୁଙ୍କୁ ମୁଁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ଶ୍ରୀ ଲଳିତା ଓ ଶ୍ରୀ ବିଶାଖା ଆଦି ସଖୀବୃନ୍ଦଙ୍କ ସହ ଶ୍ରୀମତୀ ରାଧାରାଣୀ ଏବଂ ଶ୍ରୀକୃଷ୍ଣଙ୍କୁ ମୁଁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ହେ କୃଷ୍ଣ କରୁଣା ସିନ୍ଧୁ ଦୀନବନ୍ଧୁ ଜଗତ୍ପତେ ଗୋପେଶ ଗୋପିକାକାନ୍ତ ରାଧାକାନ୍ତ ନମସ୍ତୁତେ। ହେ ପ୍ରିୟ କୃଷ୍ଣ, ଆପଣ ଦୁଃଖୀଜନର ବନ୍ଧୁ ଏବଂ ସୃଷ୍ଟିର ମୂଳ ଅଟନ୍ତି। ଆପଣ ଗୋପୀମାନଙ୍କର ପ୍ରଭୁ ଏବଂ ଶ୍ରୀମତୀ ରାଧାରାଣୀଙ୍କର ପ୍ରେମିକ ଅଟନ୍ତି। ମୁଁ ଆପଣଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ତପ୍ତ କାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ ବୃଷଭାନୁସୁତ ଦେବୀ ପ୍ରଣମାମି ହରିପ୍ରିୟେ। ମୁଁ ଶ୍ରୀମତୀ ରାଧାରାଣୀଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି, ଯାହାଙ୍କର ଶରୀର କାନ୍ତି ଆଉଟା ସୁନା ଭଳି ଏବଂ ଯିଏକି ବୃନ୍ଦାବନର ଅଧୀଶ୍ୱରୀ ଅଟନ୍ତି। ହେ ଶ୍ରୀମତୀ ରାଧାରାଣୀ, ଆପଣ ରାଜା ବୃଷଭାନଙ୍କର କନ୍ୟା ଏବଂ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ। ବାଞ୍ଛା କଳ୍ପତରୁଭ୍ୟଶ୍ଚ କୃପା ସିନ୍ଧୁଭ୍ୟୋ ଏବ ଚ ପତିତାନାଂ ପାବନେଭ୍ୟୋ ବୈଷ୍ଣବେଭ୍ୟୋ ନମୋ ନମଃ। ଭଗବାନଙ୍କର ଯେଉଁ ବୈଷ୍ଣବ ଭକ୍ତଗଣ ବାଞ୍ଛା କଳ୍ପତରୁ ସଦୃଶ ସମସ୍ତଙ୍କର ମନୋକାମନା ପୂରଣ କରିପାରନ୍ତି ଏବଂ ଯେଉଁମାନେ ପତିତ ଜୀବମାନଙ୍କ ପ୍ରତି ଅତ୍ୟନ୍ତ ସହାନୁଭୂତିଶୀଳ, ସେହି ଭକ୍ତ ବୈଷ୍ଣବଗଣଙ୍କୁ ମୁଁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶ୍ରୀବାସାଦି ଗୌରଭକ୍ତ ବୃନ୍ଦ। ମୁଁ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶ୍ରୀବାସ ଏବଂ ଅନ୍ୟ ସମସ୍ତ ଭକ୍ତଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଭଗବତ ଗୀତା ମଧ୍ୟ ଗୀତୋପନିଷଦ ନାମରେ ପରିଚିତ। ଏହା ବୈଦିକ ଜ୍ଞାନର ସାର କଥା ଏବଂ ବୈଦିକ ସାହିତ୍ୟରେ ଥିବା ଏକ ବିଶିଷ୍ଟ ଉପନିଷଦ ଅଟେ। ଅବଶ୍ୟ ଇଂରାଜୀରେ ଭଗବତ ଗୀତା ଉପରେ ଭାଷ୍ୟ ସମ୍ବଳିତ ଅନେକ ଗ୍ରନ୍ଥ ଅଛି,
ତେଣୁ କେହି ଏହି ପ୍ରଶ୍ନ କରିପାରେ ଯେ ଆଉ ଅଧିକାର ଆବଶ୍ୟକତା କ'ଣ ଅଛି? ଏ ସଂସ୍କରଣ ଉଦ୍ଦେଶ୍ୟ ନିମ୍ନୋକ୍ତ କୁହାଯାଇପାରେ। ଏବେ ଜଣେ ଆମେରିକାନ ଭଦ୍ରମହିଳା ମୋତେ ପଚାରିଲେ, ଇଂରାଜୀରେ ଥିବା କେଉଁ ଭଗବତ ଗୀତାକୁ ପାଠ କରିବାକୁ ମୁଁ ଅନୁମୋଦନ କରିବି? ଅବଶ୍ୟ ଆମେରିକାରେ ଭଗବତ ଗୀତାର ଅନେକ ଇଂରାଜୀ ସଂସ୍କରଣ ଅଛି। ଭାରତରେ ମଧ୍ୟ ଭଗବତ ଗୀତାର ଏପରି କୌଣସି ଶୁଦ୍ଧ ସଂସ୍କରଣ ନାହିଁ ଯାହାକୁ କି ଆମେ ପ୍ରାମାଣିକ ବୋଲି କହିପାରିବା। କାରଣ ପ୍ରାୟ ପ୍ରତ୍ୟେକଟିରେ ଭାଷ୍ୟକାର ଭଗବତ ଗୀତାର ପ୍ରକୃତ ତତ୍ତ୍ୱକୁ ସ୍ପର୍ଶ ନ କରି ତାଙ୍କର ନିଜସ୍ୱ ମତ ହିଁ ଭର୍ତ୍ତି କରିଛନ୍ତି। ଭଗବତ ଗୀତାର ପ୍ରକୃତ ତତ୍ତ୍ୱ କ'ଣ, ତାହା ଭଗବତ ଗୀତାରେ ହିଁ କୁହାଯାଇଅଛି। ଏହା ଠିକ୍ ନିମ୍ନ ମତେ ଅଟେ। ଆମେ ଯଦି କୌଣସି ଔଷଧ ବ୍ୟବହାର କରିବାକୁ ଯାଉ, ତାହେଲେ ଔଷଧ ଡବା ଉପରେ ଯେଉଁ ନିର୍ଦ୍ଦେଶ ବା ବ୍ୟବହାର ବିଧି ଲେଖା ହୋଇଥାଏ ତାହାକୁ ଆମକୁ ପାଳନ କରିବାକୁ ପଡ଼େ। ଆମେ ଆମ ମନ ଇଚ୍ଛା କିମ୍ବା ଆମ ବନ୍ଧୁଙ୍କର ନିର୍ଦ୍ଦେଶ ଅନୁଯାୟୀ ଔଷଧ ବ୍ୟବହାର କରିପାରିବା ନାହିଁ। ଯେଉଁ ନିର୍ଦ୍ଦେଶ ଔଷଧ ଡବା ଉପରେ ଛପା ହୋଇଥାଏ ଆମକୁ ତାହା ଗ୍ରହଣ କରିବାକୁ ହେବ କିମ୍ବା ଜଣେ ଡାକ୍ତରଙ୍କର ନିର୍ଦ୍ଦେଶ ଗ୍ରହଣ କରିବାକୁ ପଡ଼ିବ। ସେହିପରି ଆମକୁ ଭଗବତ ଗୀତାର ବକ୍ତା ଯେପରି ନିର୍ଦ୍ଦେଶ ଦେଇଛନ୍ତି ସେହିପରି ଭାବରେ ଆମକୁ ଭଗବତ ଗୀତାକୁ ଗ୍ରହଣ କରିବାକୁ ପଡ଼ିବ। ଭଗବତ ଗୀତାର ବକ୍ତା ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଅଟନ୍ତି। ଗୀତାର ପ୍ରତ୍ୟେକ ପୃଷ୍ଠାରେ ସେ ପରମ ପୁରୁଷ ଭଗବାନ ରୂପେ ବର୍ଣ୍ଣିତ ହୋଇଛନ୍ତି। ଅବଶ୍ୟ ବେଳେବେଳେ କୌଣସି ଶକ୍ତିଶାଳୀ ଦେବତା କିମ୍ବା ଶକ୍ତିଶାଳୀ ମାନବ ନିମିତ୍ତ ଭଗବାନ ଶବ୍ଦ ବ୍ୟବହାର କରାଯାଇଥାଏ, କିନ୍ତୁ ଏକଥା ନିଶ୍ଚିତ ଯେ ଏଠାରେ ଭଗବାନ ଶବ୍ଦ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କ ନିମିତ୍ତ ବ୍ୟବହାର କରାଯାଇଅଛି। କିନ୍ତୁ ତତ୍ ସଙ୍ଗେ ସଙ୍ଗେ ଆମ୍ଭମାନଙ୍କୁ ଏହା ଜାଣି ରଖିବାକୁ ହେବ ଯେ ଶ୍ରୀକୃଷ୍ଣ ହେଉଛନ୍ତି ପରମ ପୁରୁଷ ଭଗବାନ। କାରଣ ଏହା ଶଙ୍କରାଚାର୍ଯ୍ୟ, ରାମାନୁଚାର୍ଯ୍ୟ, ମାଧବାଚାର୍ଯ୍ୟ, ନିମ୍ବାର୍କ ସ୍ୱାମୀ, ଶ୍ରୀ ଚୈତନ୍ୟ ମହାପ୍ରଭୁ ପ୍ରଭୃତି ଅନେକ ବିଶିଷ୍ଟ ଆଚାର୍ଯ୍ୟ ଓ ଭାରତରେ ଥିବା ଅନେକ ବେଦଜ୍ଞ ପଣ୍ଡିତ ଏହା ସ୍ୱୀକାର କରିଯାଇଛନ୍ତି। ଭଗବାନ ନିଜେ ଭଗବତ ଗୀତାରେ ନିଜକୁ ଭଗବାନ ବୋଲି କହିଯାଇଛନ୍ତି ଏବଂ ବ୍ରହ୍ମ ସଂହିତା ଓ ଅନ୍ୟ ସମସ୍ତ ପୁରାଣ, ବିଶେଷ କରି ଭାଗବତ ମହାପୁରାଣ ନାମରେ ପରିଚିତ ଶ୍ରୀମଦ୍ ଭାଗବତମରେ ସେ ଭଗବାନ ବୋଲି ସ୍ୱୀକୃତ ହୋଇଛନ୍ତି। କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ତେଣୁ ସ୍ୱୟଂ ପରମ ପୁରୁଷ ଭଗବାନ ଭଗବତ ଗୀତାକୁ ବୁଝିବାକୁ ଯେଉଁ ପ୍ରଣାଳୀ ବତାଇଛନ୍ତି ତଦନୁଯାୟୀ ଆମ୍ଭେମାନେ ଏହାକୁ ଗ୍ରହଣ କରିବା ଉଚିତ। ଗୀତାର 4th ଅଧ୍ୟାୟରେ ଭଗବାନ କହିଛନ୍ତି, ଇମଂ ବିବସ୍ୱତେ ଯୋଗଂ ପ୍ରୋକ୍ତବାନହମବ୍ୟୟଂ ବିବସ୍ୱାନ ମନବେ ପ୍ରାହ ମନୁର ଇକ୍ଷ୍ୱାକୁବିବ୍ରବୀତମ୍ ଏବଂ ପରମ୍ପରା ପ୍ରାପ୍ତଂ ଇମଂ ରାଜର୍ଷୟ ବିଦୁ ସକାଳୟନଃ ମହତା ଯୋଗ ନଷ୍ଟୁ ପରନ୍ତପ ସ ଏବାୟଂ ମୟା ତେଦ୍ୟ ଯୋଗଂ ପ୍ରୋକ୍ତ ପୁରାତନମ୍ ଭକ୍ତୁ ଅସି ମେ ସଖା ଚେତି ରହସଜଂ ହେତଦୋତମ୍। ଅର୍ଥାତ୍ ଏଠାରେ ଭଗବାନ ଅର୍ଜୁନଙ୍କୁ କହିଛନ୍ତି ଯେ ଏହି ଯୁଗ ବିଧି ଅର୍ଥାତ୍ ଭଗବତ ଗୀତା ସେ ପ୍ରଥମେ ସୂର୍ଯ୍ୟଦେବଙ୍କ ତାଙ୍କୁ କହିଥିଲେ। ଭଗବାନ ଅର୍ଜୁନଙ୍କୁ କହୁଛନ୍ତି ଯେ ଏହି ଯୁଗ ବିଧି ଅର୍ଥାତ୍ ଭଗବତ ଗୀତା ସେ ପ୍ରଥମେ ସୂର୍ଯ୍ୟ ଦେବତାଙ୍କୁ କହିଥିଲେ ଏବଂ ସୂର୍ଯ୍ୟ ଦେବତା ଏହାକୁ ମନୁଙ୍କୁ କହିଲେ ଓ ମନୁ ଇକ୍ଷ୍ୱାକୁଙ୍କୁ କହିଲେ ଏବଂ ଏହି ପ୍ରକାରେ ଗୁରୁ ପରମ୍ପରା କ୍ରମେ ଗୋଟିଏ ବକ୍ତା ଅନ୍ୟକୁ କହିଲା ଭଳି ଏ ଯୁଗ ବିଧି କ୍ରମେ ଆମ ପାଖକୁ ଚାଲି ଆସିଛି, କିନ୍ତୁ କାଳକ୍ରମେ ଏହା ଭାଙ୍ଗିଗଲା। ଫଳତଃ ଭଗବାନଙ୍କୁ ଏହା ପୁନର୍ବାର କହିବାକୁ ପଡ଼ୁଛି। ସେ ଏଥର ଏହାକୁ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନଙ୍କୁ କହୁଛନ୍ତି। ସେ ଅର୍ଜୁନଙ୍କୁ କହୁଛନ୍ତି ଯେ ସେ ତାଙ୍କୁ ପରମ ଗୁପ୍ତ ଜ୍ଞାନ କଥା କହୁଛନ୍ତି, କାରଣ ସେ ହେଉଛନ୍ତି ତାଙ୍କର ଭକ୍ତ ଏବଂ ସଖା। ଏହା ତାତ୍ପର୍ଯ୍ୟ ହେଲା ଭଗବତ ଗୀତା ବିଶେଷ କରି ଭଗବାନଙ୍କର ଭକ୍ତ ନିମିତ୍ତ ଉଦ୍ଦିଷ୍ଟ। 3 ପ୍ରକାର ଯୋଗୀ ଅଛନ୍ତି, ଯଥା ଜ୍ଞାନୀ ଅର୍ଥାତ୍ ନିର୍ବିଶେଷବାଦୀ, ଯୋଗୀ ଅର୍ଥାତ୍ ଧ୍ୟାନ ଯୋଗୀ ଏବଂ ଭକ୍ତ।
ଏଠାରେ ଭଗବାନ ପରିଷ୍କାର ଭାବରେ ଅର୍ଜୁନଙ୍କୁ କହୁଛନ୍ତି ଯେ ସେ ବର୍ତ୍ତମାନ ଏକ ନୂତନ ପରମ୍ପରା ତାଙ୍କଠାରୁ ହିଁ ଆରମ୍ଭ କରୁଛନ୍ତି, କାରଣ ପୁରାତନ ପରମ୍ପରାଟି ଭାଙ୍ଗି ଯାଇଛି। ଏହା ଭଗବାନଙ୍କର ଇଚ୍ଛା ଯେ ଯେଉଁ ପରମ୍ପରା ସୂର୍ଯ୍ୟ ଦେବତା ବିବସ୍ୱାନଙ୍କ ଠାରୁ ଆରମ୍ଭ ହୋଇଥିଲା, ସେହିଭଳି ଆଉ ଏକ ପରମ୍ପରା ଆରମ୍ଭ କରିବା ଏବଂ ଏହା ତାଙ୍କର ଇଚ୍ଛା ଯେ ତାଙ୍କର ଏ ବାଣୀ ନୂତନ ଭାବରେ ଅର୍ଜୁନଙ୍କ ଦ୍ୱାରା ଚାରିଆଡ଼େ ବିତରିତ ହେବ। ଅର୍ଜୁନ ଭଗବତ ଗୀତାକୁ ଭଲ ରକମ ବୁଝି ସେଥିରେ ଅଧିକାରୀ ହେବାକୁ ସେ ଇଚ୍ଛା କରିଥିଲେ। ତେଣୁ ଆମ୍ଭେମାନେ ଦେଖୁଛୁ ଅର୍ଜୁନଙ୍କୁ ଭଗବତ ଗୀତା ଶିକ୍ଷା ଦିଆଗଲା, କାରଣ ଅର୍ଜୁନ ହେଉଛନ୍ତି ଭଗବାନଙ୍କର ଜଣେ ପରମ ଭକ୍ତ, ତାଙ୍କର ପ୍ରତ୍ୟକ୍ଷ ଶିଷ୍ୟ ଏବଂ ତାଙ୍କର ଅତି ଅନ୍ତରଙ୍ଗ ବନ୍ଧୁ। ତେଣୁ ଯେଉଁ ବ୍ୟକ୍ତିଠାରେ ଅର୍ଜୁନଙ୍କ ଭଳି ଗୁଣ ଅଛି, ସେ ହିଁ ଭଗବତ ଗୀତାକୁ ଭଲ ରୂପେ ବୁଝିପାରିବ। ଏହାର ଅର୍ଥ ହେଲା ସେ ବ୍ୟକ୍ତି ଭଗବାନଙ୍କର ଭକ୍ତ ହୋଇଥିବ, ଅର୍ଥାତ୍ ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କ ସହ ସମ୍ବନ୍ଧଯୁକ୍ତ ହୋଇଥିବା ବ୍ୟକ୍ତି ଭଗବାନଙ୍କ ସହ ଭକ୍ତ ହେବା କ୍ଷଣି ଭଗବାନଙ୍କ ସହ ତାର ଏକ ପ୍ରତ୍ୟକ୍ଷ ସମ୍ବନ୍ଧ ସ୍ଥାପିତ ହୋଇଯାଏ। ତାହା ହେଉଛି ଏକ ବିରାଟ ବିଷୟବସ୍ତୁ। କିନ୍ତୁ ସଂକ୍ଷେପରେ ଏତିକି କୁହାଯାଇପାରେ ଯେ ବ୍ୟକ୍ତି ପରମ ପୁରୁଷ ଭଗବାନଙ୍କର ଭକ୍ତ ହେଲେ ନିମ୍ନଲିଖିତ 5 ପ୍ରକାର ସମ୍ବନ୍ଧ ମଧ୍ୟରୁ ନିଶ୍ଚୟ ଗୋଟିଏ ପ୍ରକାର ସମ୍ବନ୍ଧରେ ସମ୍ବନ୍ଧିତ ହେବ। ନମ୍ବର 1, କେହି ଶାନ୍ତ ଭାବରେ ସମ୍ବନ୍ଧିତ ଭକ୍ତ ହୋଇପାରେ। ନମ୍ବର 2, କେହି ଦାସ ଭାବରେ ସର୍ବଦା କୃଷ୍ଣଙ୍କ ନିମିତ୍ତ କର୍ମରତ ହୋଇ ଭକ୍ତ ହୋଇପାରେ। ନମ୍ବର 3, କେହି ସଖା ବା ବନ୍ଧୁ ଭାବରେ ଭକ୍ତ ହୋଇପାରେ। ନମ୍ବର 4, କେହି ବାତ୍ସଲ୍ୟ ଭାବ ଅର୍ଥାତ୍ ପିତାମାତା ସମ୍ବନ୍ଧରେ ଭକ୍ତ ହୋଇପାରେ। ନମ୍ବର 5, କେହି କାନ୍ତା ଭାବରେ ଭକ୍ତ ହୋଇପାରେ। ତେଣୁ ଅର୍ଜୁନ ଭଗବାନଙ୍କ ସାଥିରେ ସଖା ଭାବରେ ସମ୍ବନ୍ଧିତ ହୋଇଥିଲେ। ଅବଶ୍ୟ କୃଷ୍ଣ ଓ ଅର୍ଜୁନଙ୍କର ସଖ୍ୟ ଭାବ ବା ବନ୍ଧୁତା ଏବଂ ଭୌତିକ ଜଗତରେ ଦେଖାଯାଉଥିବା ବନ୍ଧୁତା ମଧ୍ୟରେ ଆକାଶ ପାତାଳ ପ୍ରଭେଦ ଅଛି। ଏ ବନ୍ଧୁତା କୃଷ୍ଣ ଓ ଅର୍ଜୁନଙ୍କର ବନ୍ଧୁତା ଦିବ୍ୟ ଭାବାପନ୍ନ ବନ୍ଧୁତା ଅଟେ, ଯାହାକି ଅନ୍ୟ ପକ୍ଷରେ ସମ୍ଭବପର ହୋଇ ନପାରେ। ଅବଶ୍ୟ ପ୍ରତ୍ୟେକଙ୍କର ଭଗବାନଙ୍କ ସହିତ ଏକ ନିର୍ଦ୍ଦିଷ୍ଟ ସମ୍ପର୍କ ଅଛି ଏବଂ ସେହି ସମ୍ପର୍କ ଭକ୍ତି ଯୁଗର ପୂର୍ଣ୍ଣତା ପରେ ନିର୍ଭର କରେ ଏବଂ ସେହି ସ୍ତରରେ ତା ବ୍ୟକ୍ତିଠାରେ ଉଦ୍ରେକ ହୁଏ। କିନ୍ତୁ ଆମ ଜୀବନରେ ବର୍ତ୍ତମାନ ଅବସ୍ଥାରେ ଆମ୍ଭେମାନେ ଯେ କେବଳ ଭଗବାନଙ୍କୁ ଭୁଲି ଯାଇଛେ ତାହା ନୁହେଁ, ଭଗବାନଙ୍କ ସହ ଥିବା ଆମର ଶାଶ୍ୱତ ସମ୍ବନ୍ଧକୁ ମଧ୍ୟ ଭୁଲି ଯାଇଛେ। ଲକ୍ଷ ଲକ୍ଷ ଜୀବଙ୍କ ମଧ୍ୟରୁ ପ୍ରତ୍ୟେକ ଜୀବର ଭଗବାନଙ୍କ ସହ ଶାଶ୍ୱତ ଭାବେ ଏକ ନିର୍ଦ୍ଦିଷ୍ଟ ସମ୍ବନ୍ଧ ଅଛି, ତାହାକୁ ସ୍ୱରୂପ କୁହାଯାଏ। ଭକ୍ତି ଯୁଗରେ ବ୍ୟକ୍ତି ସେ ସ୍ୱରୂପକୁ ପୁନର୍ଜାଗରିତ କରିପାରେ ଏବଂ ତାହାକୁ ସ୍ୱରୂପ ସ୍ଥିତି କୁହାଯାଏ। ତାହା ହେଉଛି ବ୍ୟକ୍ତିର ସ୍ୱରୂପ ସ୍ଥିତିର ପୂର୍ଣ୍ଣାବସ୍ଥା। ତେଣୁ ଅର୍ଜୁନ ଜଣେ ଭକ୍ତ ଥିଲେ ଏବଂ ସେ ଭଗବାନଙ୍କ ସହ ବନ୍ଧୁ ଭାବରେ ସମ୍ବନ୍ଧିତ ହୋଇଥିଲେ। ହରେ କୃଷ୍ଣ।